ଯେତେ ଭାବୁଛି ଶୋଇବିନି ଦିପହରେ ଯେମିତି ମୋ ପୁଅକୁ ଶୋଇବାକୁ ଯାଉଛି ସେମିତି ନିଦ ହେଇଯାଉଛି, ମାନେ ଏକାଥରେ 2 ଘଣ୍ଟା ପରେ ନିଦ ଆଖି ଖୋଲୁଛି। ତା ମଝିରେ ବିଲକୁଲ ଆଖି ଖୋଲୁ ହିଁ ନାହିଁ। ସେ ନିଦ କୁଆଡ଼େ ଆସୁଛି କେଜାଣି, ସେ ଦିନ ହଉ ରାତି ହଉ ମୁଁ ତାକୁ ଶୋଇବାକୁ ଗଲା ମାନେ ମୋତେ ହିଁ ନିଦ ହେଇଯାଉଛି। ଭାବୁଛି ଶୋଇବିନି, କ'ଣ କାମ କରିବି ଦିପହରେ। ଆଗରୁ ଯେତେବେଳେ ଶୋଉନଥିଲି ଏବେ କାହିଁକି କେଜାଣି ନିଦ ହେଇଯାଉଛି ପ୍ରବଳ ଜୋରେ। ଶୋଇଛି ଉଠିନି, ମୁଁ ଖାଲି ଉଠିକି ଆସିଛି ପାଣି ଆସିବ ବୋଲି ଖାଲି ତଳକୁ ଉଠିକି ଆସିଛି। 5ଟା ବେଳକୁ ଯାଇକି ନିଦ ଭାଙ୍ଗୁଛି। କ'ଣ କରିବା, ବର୍ଷା ଟିକେ ହଉନି, ଗଛ ଗୁଡ଼ା ଟିକେ ଆଉ ଟିକେ ସୁନ୍ଦର ଭାବରେ ବଢ଼ନ୍ତା ବର୍ଷା ହେଲେ ନ୍ୟାଚୁରାଲ ପାଣିଟା ନା ଅଲଗା, ତାର ଗଛ ବଢ଼ିବ, ସେ ବଢ଼ିବା ଅଲଗା, ବହୁତ ଶୀଘ୍ର ବଢ଼େ ନ୍ୟାଚୁରାଲ ପାଣିରେ। ଏଇଟା ହେଉଛି ମୋର ଛୋଟ ଛୋଟ ଏଇ ଗଛ ଗୁଡ଼ା ମୁଁ ସବୁ ଲଗେଇଥିଲି। ତ ଘାସ ସେଇପଟ এই ଘାସଟା କେତେ ସୁନ୍ଦର, ଆଉ ସୁନ୍ଦର ତ ଦେଖାଯାଉଛି, ତା ଗୁଡ଼ା ବହୁତ ଷ୍ଟ୍ରଙ୍ଗ, ଆଉ ହାତରେ ଉପାଡ଼ିବନି। ଶିବାଂଶ କେମିତି ଶୋଇଛି। ଏଠି ମୁଁ ଗୋଟେ ଆପଲ କାଟିକି ରଖିଛି, ଶିବାଂଶ ପାଇଁ ଟିକେ ଜୁସ୍ କରିଦେବି। ସେ ଶୋଇଛି, ତାକୁ ଜୁସ୍ କରିସାରି ତାକୁ ଉଠେଇଦେବି। ମୁଁ ଭାବୁଥିଲି ଅମୁଲ ପକେଇବି, ମୁଁ କହିଲି ନାଇଁ କ୍ଷୀର ତ ଅଛି, ଅମୁଲ କାହିଁ ପକେଇବି, କ୍ଷୀରଟା ପକେଇଦେବି ଆଉ। ଜୁସ୍ କରିବି ବୋଲି ଗଲାବେଳକୁ ଟିକେ ଜଷ୍ଟ ବୁଲେଇଛି, ମନେ ପଡ଼ିଲା ଯେ ଖଜୁରୀ ଅଣା ହେଇଛି, ଖଦରା ଅଣା ଅଛି। ଖଦରାଟା ଆପଲ ଜୁସ୍ କରିକି ପିଆଇଲେ ୱେଟ୍ ଗେନ୍ ହେବ। ଏଠି ମୁଁ ଏଇଟା 4ଟା ଖଦରା ନେଇଯାଉଛି, ଜୁସ୍ କରି ଦେଖାଉଛି। ଏଇଟା ସେ ଆଗରୁ ଏମିତି ଖାଉଥିଲା, ଏବେ ଡ୍ରାଇ ଫ୍ରୁଟ୍ ସରିଯାଇଥିଲା ତ ମୁଁ ଆଗ ତା ବାବାକୁ କହିଥିଲି, ସେ ଆଣିଛନ୍ତି ଆଉ। ଏଥିରେ ଆହୁରି କାଜୁ କିସମିସ୍ ପକାଇଦିଏ, ପେସ୍ତା ବି ପକାଇଦିଏ, ବଟ୍ ନାହିଁ ସେଟା ସରିଯାଇଛି, ଅର୍ଡ଼ର ହେଇଛି ଅନଲାଇନ୍ରୁ, ସେ ଆସିନି। ଏବେ ଦେଖନ୍ତୁ କେତେ ୟମି ବନେଇଗଲା। ଗୋଟେ ଟିକେ ଖଦଡ଼ା ରହିଯାଇଛି, ତାକୁ ମୁଁ ସାଇଡ଼୍ କରି ତାକୁ ଖୁଆଇଦେବି ଆଉ। କେତେ ୟମି ଦେଖାଗଲା ନା, ଆଉ ଟେଷ୍ଟି ବି ଅଛି। ମୁଁ ତାକୁ ଟେଷ୍ଟ କରିକି ଦେଖି ସାରିଲିଣି, ଟେଷ୍ଟି ବି ଅଛି। ଖଦଡ଼ାଟା ଟିକେ ଆଗ ବତୁରେଇଥିଲେ ଭଲ ହେଇଥାନ୍ତା, ମୁଁ ବାଟି ମାନେ ଗ୍ରାଇଣ୍ଡିଙ୍ଗ ଅଲରେଡ଼ି ପକାଇ ସାରିଥିଲି ନା, ତେଣୁ ସେଥିପାଇଁ ପକାଇଦେଲି ଏକାଥରେ ଆଉ। ମୋ ଶିବାଂଶ ଉଠିକି ରେଡ଼ି ଦେଶୀ ଚିଚି କରିଦେଇଥିଲା, ତାକୁ ଧୁଆଧୁଇ କରି ତାକୁ ରେଡ଼ି କରିସାରିଲେଣି। ଏବେ ସିଏ ଖାଇବ ଜୁସ୍। ମୁଁ ଉପରେ ଅଛି, ତଳକୁ ଆସିକି ଘିରି ହେଇ ଖାଲି ବୁଲୁଛି, ଡାକୁଛି ବିଲକୁଲ ଶୁଣୁନି। ଗେଟ୍ ଖୋଲିକି ପଳେଇବ ବାହାରକୁ, ଡର ଲାଗୁଛି। ତାହିଁ ନେଇ ଆସିଲି, ଆଉ ଟିକେ କ'ଣ ବାସନ ମାଜିଥାନ୍ତି, ଅଳିଆ ଟିକେ ଧରିକି ପଳେଇଛି। ମୁଁ ଚାଲ ପକେଇଦେବି, ସିଡ଼ିଟାକୁ ଓଳେଇଥାନ୍ତି, ଓଳେଇ ପାଇଲିନି, ଡର ଲାଗିଲା, ପଳେଇ ଆସିଲି। ଚା ଅଳିଆ ପକେଇ ଦେଇକି ଆସିବା, ଚା। ବସିକି ଫୁଲ ଗୋଟଉଛି, ଅଳିଆ ପକେଇବାକୁ ଆସିଛି ଯେ। ଆରି ନଦୀ ଡାହୁକ ମାନେ କେମିତି ହେଉଛନ୍ତି ସେଠି, ଏଇଠି ଗୋଟେ, ଏଇଠି ବୋବଉଛନ୍ତି ସବୁ। ସାଙ୍ଗମାନେ ଯାଇଥିଲି ଗାଧେଇକି, ସନ୍ଧ୍ୟାବେଳୁ ଟିକେ ଗାଧେଇକି, 8ଟା ଏବେ 8:30 ହେଇଗଲାଣି ମ, 8ଟା ବେଳକୁ ଗାଧେଇକି ଯାଇଥିଲୁ ସାଙ୍ଗ ହେଇକି। ମା ପୁଅ ଯେଉଁ ପ୍ରକାର ଗରମ ହେଉଛି, ଦିନକୁ 3-4 ଥର ନ ଗାଧେଇଲେ ଭଲ ଲାଗୁନି। ବେଶୀ ତ ନାହିଁ, 2-3 ଥର ଗାଧଉଛି, ମ୍ୟାକ୍ସିମମ୍ 3 ଥର ଆଉ। ହଁ ଦେବି ରହ। ଯାଇଥିଲୁ ଦୋକାନକୁ, ଆଣିଛୁ ଚାଉମିନ ଆଣିଲି, କହିଲି ଆଜି ଟିକେ ଚାଉମିନ ଟିକେ ଖାଇଦେବା, ସେଠି ବିକ୍ରି ହେଉଛି। ଚାଉମିନ ଆଣିଲି, ଆଉ ଅଣ୍ଡା ଆଣିଲି, ଆଉ କିଛି ସ୍ନାକ୍ସ ଆଇଟମ୍ କିଛି ଆଣିଲି ଖାଇବା ପାଇଁ, ଆଉ ଥଣ୍ଡା ହେରିକା ଟିକେ ପିଇବା ପାଇଁ ଆଣିଲି ଆଉ। ଦେଖଉଛି ଏରା ହେଉଛି କେକ୍, ବ୍ରେଡ଼, ଇଏ ଗୋଟେ କ୍ଲିନିକ୍ ପ୍ଲସ୍ ସାମ୍ପୁ ମୋ ପାଇଁ, ଆଉ ଏଇଟା ହେଉଛି ଲିଚି ମୋ ପୁଅ ପାଇଁ, ଆଉ ଏଇଟା ହେଉଛି ଗୋଟେ ଥଣ୍ଡା, ହାଜମଲା, ଆଉ କ'ଣ ଏଇଠି ଗୋଟେ କେକ୍ଟେ, ଏଇତିକ ତ 200 ଆଉ ଏଇଟା ଚାଉମିନ, ମାନେ ସବୁ ଯାକ ମିଶେଇକି ଆଉ। ଏଇଠି ଅଣ୍ଡା 6ଟା ଆଣିଛି, କାଲି ଅଣ୍ଡା ଝୋଳ କରିବି। ଏଇଟା ସେମିତି କ'ଣ ନା, ଏଠି ଶିବାଂଶ ଯାଇଥିଲା, ଶିବାଂଶ ଦେଖନ୍ତୁ କେତେ ଝାଳ,
ସେ ଗାଧେଇନି ମୁଁ ତାକୁ ଗାଧେଇବି ଆଉ ଟିକେ ପରେ ଖାଇସାରିଲା ପରେ ଆଉ ତାକୁ ପଚାରିଲି ପୁଅ ତୁ କ'ଣ ଖାଇବୁ ଏଗ ରୋଲ୍ ଖାଇବୁ ନା ଚାଉମିନ ଖାଇବୁ ସେ କହିଲା ମାମା ଚାଉମିନ କହିଲେ ଚାଲ ଚାଉମିନ କେବେ ଟେଷ୍ଟ କରିନଥିଲୁ ସେଇଠୁ ଚାଉମିନ ଖାଇଛୁ ବଟ୍ ସେଠୁ ଟେଷ୍ଟ କରିନଥିଲୁ ସେ ଦୋକାନରୁ ରୋଲ୍ କାଣିକି ଖାଇଥିଲୁ ତେଣୁ ଆଣିକି ଆସିଲୁ ଚାଉମିନ ଆଉ ସାଙ୍ଗମାନେ ସେଇଠି ବାଢ଼ିଦେଲି ଚାଉମିନ यमी यमी चाउमिन एठी ठंडा चाउमिन सांग को कोल्ड ड्रिंक्स चेंज कर पकईली जो प्रकार गरम जे कहतुनि आग चेंज कर दियो तापर खाइब तेणु चेंज कर सारे बाढ़ी देसी माप बस खाइबू आज ये ब्लॉग सांग मैंने नमस्कार जय जगन्नाथ पुणी देखा नेक्स्ट ब्लॉग रे एमती डेली ब्लॉग देखिबा प्लीज मो चैनल को सब्सक्राइब कर देबे। रहूची जय जगन्नाथ।